ମୁଁ ତ କହିବି ଯଦି ଆପଣ ମାନେ ଏଇ ଭଳିଆ ଷ୍ଟାଇଲରେ ଯଦି ଘରେ ଥରେ ଅଣ୍ଡା ତରକାରୀ ବନେଇବେ ନା ତାହେଲେ ଘର ଲୋକ ତାରିଫ ନ କରି ରହିପାରିବେନି। ଆଙ୍ଗୁଳି ଚାଟିକି ଗୋଟେ ଥାଳି ଭାତ ଜାଗାରେ 2 ଥାଳି ଭାତ ଖାଇଦେବେ, ଜଣା ବି ପଡ଼ିବନି। ତେଣୁ ମୁଁ କେମିତି ବନଉଛି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ଟେ କରିଦେବେ। ଚାଲନ୍ତୁ ଏବେ ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖନ୍ତୁ ଏଇଠି ମୁଁ 5ଟି ଅଣ୍ଡା ନେଇଛି, ତ ଏଇଟା ମିନିମମ୍ 4 ଜଣଙ୍କର ଖାଇବା ପାଇଁ ହେଇଯିବ। ତ 5ଟି ଅଣ୍ଡାକୁ ମୁଁ ଏମିତି ତାକୁ ଲୁଣ ହଳଦୀ ଦେଇକି ଏମିତି ତାକୁ ଫେଣ୍ଟି ଦେବା। ଭଲ ଭାବରେ ତାକୁ ଫେଣ୍ଟିକି ଗୋଳେଇକି ସାଇଡ଼ରେ ରଖିବା। ଏଇଠି ଗୋଟେ କେକ୍ ଟିନ୍ ନେଇଛି, ସେଇଥିରେ ଟିକେ ତେଲ 1 ଚାମଚ ଦେଇକି ତାକୁ ଏମିତି ଗ୍ରୀସ୍ କରି ନେବା। ଗୋଟେ ବ୍ରଶରେ 4 ପାଖ ଏମିତି ଲଗେଇଦେବା ତାକି ଅଣ୍ଡା ଯେଉଁ ଦେବା ସେଇଟା ସହଜରେ ବାହାରି ଆସିବ। ଏଇଠି ମୁଁ ଗୋଟେ କଢ଼େଇରେ ପାଣି ଗରମ କରିଦେଇଛି, ତ ଗୋଟେ ଷ୍ଟାଣ୍ଡ ଦେଇକି ତାକୁ ଷ୍ଟିମ୍ କରିବା। ଏଇ କେକ୍ ପଟ୍ଟାକୁ ବସେଇ ଦେବା, ସେଇଥିରେ ମୁଁ କଭର ଦେଇଦେଲି, ତାକୁ 15 ମିନିଟ୍ ପାଇଁ ଛାଡ଼ିଦେବା ହାଇ ଫ୍ଲେମ୍ରେ। ଏଠି ଦେଖନ୍ତୁ 2ଟି ପିଆଜ ନେଇଛି, ପିଆଜକୁ ଭଲ ଭାବରେ ଏମିତି ଛୋଟ ଛୋଟ ପିସ୍ କରିକି କାଟିଦେବା। ଆଉ 2ଟି ଟମାଟୋ ନେଇଛି, ଟମାଟୋ ଗୋଟେ ଆମେ ମସଲାରେ ପକେଇବା, ଆଉ ଗୋଟେ ଏମିତି କାଟିକି ସ୍ଲାଇସ୍ କରିକି ରଖିଛି। ତ ମୁଁ ଗୋଟେ ଟମାଟୋ ଏମିତି ଗ୍ରାଇଣ୍ଡିଙ୍ଗ କରି ନେଇଛି, ଆଉ ଗୋଟେ ଟମାଟୋ ମସଲାରେ ପକାଇବା ପାଇଁ ମୁଁ ତାକୁ ରଖିଦେଇଛି। ତ ଏଇଠି କଢ଼େଇରେ ମୁଁ ସୋରିଷ ତେଲ ଦେଇଦେଇଛି। ସୋରିଷ ତେଲଟା 2 ବଡ଼ ଚାମଚ ଦେଇଛି। ତେଲଟା ଗରମ ହେଲା ପରେ ଗୁଜୁରାତି ଡାଲଚିନି ଭଲ ଫ୍ଲେଭର ପାଇଁ ମୁଁ ଦେଇଦେଇଛି। ଆଉ ଜିରା 1 ଚାମଚ, ଜିରା ଫୁଟିଲା ପରେ 2ଟା କଞ୍ଚା ଲଙ୍କା ଦେଇଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ଆଉ ଯେଉଁ ପିଆଜକୁ ଆମେ କାଟିକି ରଖିଥିଲେ ନା, ତ ସେ ପିଆଜକୁ ଦେଇକି ତାକୁ ଗୋଲ୍ଡେନ ବ୍ରାଉନ୍ କଲର୍ ହେବା ଯାଏଁକେ ଫ୍ରାଏ କରିବା। ମୁଁ ଟିକେ ଏଇଠି ଲୁଣ ଦେଇଦେଇଛି, ସ୍ୱାଦ ଅନୁସାରେ ଲୁଣ ଦେବେ, କାହିଁକିନା ଅଣ୍ଡାରେ ବି ଲୁଣ ମିଶିଥିଲା, ତ ସେଇ ହିସାବରେ ଲୁଣ ଦେବେ। ଏଇଠି ଲୁଣଟା ଦେଲେ ପିଆଜଟି ଶୀଘ୍ର ମଉଳିଯିବ। ତ ପିଆଜଟା ହେବା ଭିତରେ ଏଠି ଚେକ୍ କରିଦେବା। ଏବେ ଦେଖନ୍ତୁ ଅଣ୍ଡା ଆମର ହେଇଯାଇଛି, ତ ଚେକ୍ କରିକି ଦେଖିବେ ଗୋଟେ ସ୍ପୁନ୍ ସାହାଯ୍ୟରେ। ଯଦି କିଛି ନ ଲାଗୁଥିବ ତ ଅଣ୍ଡାଟି ଆମର ହେଇଯାଇଛି, ତାକୁ ଥଣ୍ଡା କରିବା ପାଇଁ ଛାଡ଼ିବା। ତ ତା ଭିତରେ ଏଠି ଥଣ୍ଡା ହେବା ଭିତରେ ଅଣ୍ଡାଟି, ତ ଏଠି ମସଲା ପ୍ରସ୍ତୁତ କରିବା। ଏଇ ଯେଉଁ ପିଆଜଟା ଗୋଲ୍ଡେନ କଲର୍ ହେଇଯାଇଛି, 1 ଚାମଚ ଆଉ 1/2 ଚାମଚ ମସଲା ଦେଇକି ତାକୁ ଟିକେ କଷିବା। ତା ଭିତରେ ଟିକେ लो ଫ୍ଲେମ୍ କରିକି ରଖିଦେବା। ଏଇଠି ଗୋଟେ ଘୋଳ ପ୍ରସ୍ତୁତ କରିବା, ଯେଉଁ ସ୍ପାଇସେସକୁ ସବୁ ନେଇକି କରିବା। ତ କଶ୍ମୀରୀ ରେଡ୍ ଚିଲି ଆଉ ରେଡ୍ ଚିଲି ପାଉଡ଼ର, ଆଉ ହେଉଛି ଆପଣଙ୍କର ଧନିଆ ପାଉଡ଼ର, ହଳଦୀ, ଏସବୁକୁ ଦେଇକି ପାଣି ଦେଇକି ଗୋଟେ ଘୋଳ ପ୍ରସ୍ତୁତ କରିଦେଇଛେ। ତ ସେଇ ପାଣିଟାକୁ ଯେଉଁ ମସଲା ଆମେ କଷୁଥିଲେ ନା, ସେଇ ମସଲାରେ ଦେଇଦେବା। ବହୁତ ବଢ଼ିଆ କଲର୍ ଆସିବ ଆଉ ବାସ୍ନା ମଧ୍ୟ ବହୁତ ବଢ଼ିଆ ଆସିବ। ତେଣୁ ତାକୁ ଏମିତି କଷିବା। ତ ମସଲାର କଞ୍ଚା ସ୍ମେଲ୍ ଟିକେ ଗଲା ପରେ ଟମାଟୋକୁ ଯେଉଁ 1 ଟମାଟୋକୁ ଆମେ ବାଟିକି ରଖିଥିଲେ ଗ୍ରାଇଣ୍ଡିଙ୍ଗ କରିକି, ତ ତାକୁ ଦେଇଦେବା। ଭଲ ଭାବରେ ତାକୁ ଗୋଳେଇକି ପୁଣି କଭର ଦେଇଦେବା। ମସଲାର ଆଉ ଯାହା କଞ୍ଚା ସ୍ମେଲ୍ ଥିବ ପଳେଇବ। ଏଠି ଦେଖନ୍ତୁ ମୁଁ ଅଣ୍ଡାଟା ଯେଉଁ ଥଣ୍ଡା କରିଦେଇଥିଲି ତାକୁ ଏମିତି ସବୁ ବାହାର କରି ଆଣିଛି, ଏମିତି ପିସେସ୍ରେ କ୍ୟୁବ୍ ପିସେସ୍ରେ କରିଦେବେ। ଏଇଠି ମସଲାଟି ମଧ୍ୟ ଚେକ୍ କରିଦେବା। ତ ମସଲାଟା ଏଇଠି ହେଇ ଆସିବା ଷ୍ଟେଜ୍ରେ, ଏଇ ଲାଷ୍ଟ ଷ୍ଟେଜ୍ରେ ଯେଉଁ ବଡ଼ ବଡ଼ ଟମାଟୋ ଗୋଟେ ବଡ଼ ବଡ଼ ପିସେସ୍ରେ କାଟିଥିଲେ ଆଉ ଗୋଟେ ଟମାଟୋ, ତ ସେଇଟା ଦେଇଦେବା। ଏଇଠି ଅପସନାଲ୍ ଅଛି, ଚିକେନ୍ ମସଲା ଚାହିଁଲେ ମିଶାଇ ପାରିବେ, ନହେଲେ ନାହିଁ। ବହୁତ ବଢ଼ିଆ ବାସ୍ନା ଆସିବ ଚିକେନ୍ ମସଲା ଯଦି ମିଶାଇବେ। ତ ଭଲ ଭାବରେ ମିଶିଗଲା ପରେ ମସଲାର କଞ୍ଚା ସ୍ମେଲ୍ ଗଲା ପରେ ପାଣି ଆବଶ୍ୟକ ଅନୁଯାୟୀ ଦେବେ। ତ ପାଣିର ଫୁଟ ଆସିଲା ପରେ ଏଇ ଯେଉଁ ଅଣ୍ଡାକୁ ଆମେ କାଟିକି ରଖିଥିଲେ ନା, ଅଣ୍ଡା ପିସେସ୍ ଗୁଡ଼ାକୁ ଦେଇଦେବା। ଏସବୁକୁ ଦେଇକି ତ ପୁଣି ଫୁଟିବା ପାଇଁ 5 ମିନିଟ୍ ଏମିତି ଛାଡ଼ିଦେବା। लो ମିଡ଼ିୟମ୍ ଫ୍ଲେମ୍ ରଖିବେ, ତ ତାକୁ ଫୁଟିବା ପାଇଁ ଛାଡ଼ିଦେବା। ଏଇଠି ଏଇ ତରକାରୀଟା ବହୁତ ଟେଷ୍ଟ ରହିବ। ଆପଣ ଏଇଭଳିଆ ଯଦି ମାନେ ରୁଟି ଭାତ ସହିତ ଖାଇବେ ନା, ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ଏଇଠି ଅଣ୍ଡାଟା ଫୁଲିକି ଡବଲ୍ ହେଇଯାଇଛି। ତ ଛୋଟ ଛୋଟ ସାଇଜ୍ରେ ଆମେ ପିସେସ୍ ଗୁଡ଼ା କରିଥିଲେ ନା, ଏଠି କେମିତି ସବୁ ଉପରକୁ ବାହାରି ଆସିଛି, ଆଉ ଝୋଳ ଜଣାପଡ଼ୁନି। ତେଣୁ ଆପଣ ଦେଖିକି ଝୋଳ ଦେବେ। ଯଦି ଭାତର ତ ଖାଉଥିବେ ଟିକେ ଅଧିକ ଝୋଳ ଦେବେ, ତ ଆପଣଙ୍କ ହିସାବରେ ଆପଣ ଝୋଳ ଦେଇପାରିବେ। ତ ମୁଁ ଏଇଭଳିଆ ରଖିବି ଭାବୁଛି, କାହିଁକିନା ମୋ ରୁଟିର ଖାଇବାର ଅଛି ନା, ତ ଏଇଭଳିଆ ରଖିବି। ଆପଣ ଆପଣଙ୍କ ହିସାବରେ ଦେବେ। ଏବେ ମୋର ପ୍ରସ୍ତୁତ ହେଇଗଲା। ଦେଖନ୍ତୁ
अंडा तरकारी मसला दिया अंडा। तो आपण जदि एई भलिया खाइबा को थरे पसंद करछंती घरे निश्चित थरे ट्राई करंतु। आ केमिति रहिला रेसिपीटी आपन को कि भलिया लागिला तार अनुभूति मो सहित कमेंट रे शेयर करंतु। सेत पर्यंत मु आ गुटे नुआ रेसिपी नै कि आपण मन पाखको आसीबी। जय जगन्नाथ।